ॐ नमो भगवते वासुदेवाय। करारविन्द न पदारविन्दे मुखारविन्दे विनिवेशयनम्। वटस्य पत्रस्य पृष्ठे शयनं बालमुकुन्दं मनसा स्मरामि। हे कृष्ण हे जादव माधवेति गोविन्द दामोदर माधवेति। श्रीकृष्ण गोविन्द हरे मुरारे। हे नाथ नारायण वासुदेव। हे नाथ नारायण वासुदेव। श्रीनाथ नारायण वासुदेव। बोले भगवत भगवान की। आज भगवान कृष्ण सखामानक सहित बाल्यलीला करुछन्ति। अरण्य मध्य गोचारण करुछन्ति भगवान कृष्ण। मने पड़गला आज गोटे कथा भगवान कृष्णଙ୍କର अति प्रिय सखा पिलादिनर साथी सतरे केते मधुमय से जीवन। सांग ही साथी ही खेलिबा नाचिबा गाइबा खाइबा रे बहुत आनंद थाए। आज भरपूर आनंद रहउछन्ति भगवान कृष्ण। गोचारण मध्य गाभीमान को छाड़ी देइछन्ति। चारण भूमि से चलुछन्ति और भगवान कृष्ण साथी मानक सहित खेल मातिछन्ति। प्रत्येक दिन भगवान कृष्ण साथी मानक सहित खायन्ति। अन्य साथी माने जा आनती भगवान कृष्ण खाती और भगवान कृष्ण जहाँ नहीं थांती सब साथी मान को दे थांती। सतरे से मानव से साथी माने केते महान केते गरियान भगवान को पाइबा पाए जोड़ी शिव सनक आदि जुग जुग धरी तपस्या करी थांती। मुनि ऋषि आदि तपसाधन रही थांती जुग जुग धरी। आज सही साथी माने सही सख माने भगवान अंग संग लाभ करछन्ति। भगवान को निज पाखरे पाई खेलुछन्ति। सखा भाव में खेलुछन्ति। गाड़ी दौछन्ति। मारामारी होउछन्ति। अईठा चढ़ई खियाखी होउछन्ति। धन्य से गोप बालक धन्य से गोप गोपी माने। जशोदा माँ आज सांडल्य मुनि को अनुरोध करथिले जे तांको पुत्र मधुमंगल सबुदिन तांको घरे आसी खाइबा पाए। काहेकि ना सांडल्य ऋषि प्रत्युषर सबुदिन उठुथिले सत्य। प्रत्युषर नित्यकर्म सारुथिले सत्य। हेले नित्यकर्म और शोधाय सरु सरु संध्या अतिबाहित हो जाए। प्रत्युषर प्रत्येक से गायत्री 24 माला जप करते। पंचदेवतांकर अभिषेक करते। यह छड़ा प्रत्येक से विश्वदेव यज्ञ होम मध्याह्न संध्या विष्णु सहस्र पाठ भागवत छड़ा प्रत्येक भगवान वासुदेव नाम जप करती 21 थर। ए समस्त स्वाध्याय सरीबा बेलू संध्या हो जाए। ए तपस्वी ब्राह्मण को भोजन निमंते भी दिन तमाम समय मिल नथला। तेणु रात्रि समय से केवल फलाहार कर रहुथिले। थरे जी भजनानंदर स्वाद पाई थाए
ଏ ଭୋଜନାନନ୍ଦ ପାଇଁ ତା ମନ ସ୍ୱତଃ ବିତଶ୍ରୁତ ହୋଇଯାଏ। ଆମର ଆଖି ଦୁଇଟି, କର୍ମ ଗୋଟିଏ ଦେଖିବା। ନାକ ପୁଡ଼ା ଦୁଇଟି, କର୍ମ ଗୋଟିଏ ନିଶ୍ୱାସ ନେବା। କାନ ଦୁଇଟି, କର୍ମ ଗୋଟିଏ କଥା ଶ୍ରବଣ କରିବା। ହେଲେ ପାଟି ଗୋଟିଏ, ଯେଉଁଠି ଦୁଇଟି କଥା ହୋଇଥାଏ। ଗୋଟିଏ ଭଜନ ହୋଇଥାଏ ଆଉ ଗୋଟିଏ ଭୋଜନ ହୋଇଥାଏ, କିନ୍ତୁ ଏକ ସାଙ୍ଗରେ ହୁଏନି। ଭଜନ ସମୟରେ ଭୋଜନ ହୋଇପାରେ ନାହିଁ କି ଭୋଜନ ସମୟରେ ଭଜନ ହୋଇପାରେ ନାହିଁ। ବ୍ରାହ୍ମଣ ଅବତାର ତପସ୍ୟା କରିବା ପାଇଁ ହୋଇଥାଏ, ବିଳାସ କରିବା ପାଇଁ ନୁହେଁ। ଆଜିକାଲିକା ବ୍ରାହ୍ମଣମାନେ ପୂଜା କରିଦେଇ ଆରାମରେ ଶୋଉଛନ୍ତି ଆମ କର୍ମ ସରିଗଲା ବୋଲି। ବ୍ରାହ୍ମଣ ବିଳାସୀ ହେଉ, ଏହା ଭଗବାନ ଆଦୌ ଚାହାନ୍ତି ନାହିଁ। ବୈଶ୍ୟ ଆଉ କ୍ଷତ୍ରିୟଙ୍କର ବିଳାସ କେତେକ ମାତ୍ରାରେ କ୍ଷମାଯୋଗ୍ୟ ହୋଇଥାଏ, ମାତ୍ର ବ୍ରାହ୍ମଣ ବିଳାସ କଲେ ଅକ୍ଷମଣୀୟ ହୋଇଥାଏ। କିନ୍ତୁ ଆଜି କଳିଯୁଗରେ ତାହା ବିପରୀତ ହୋଇଛି। ଯଦି ଶେଷକାଳ ପର୍ଯ୍ୟନ୍ତ ବ୍ରାହ୍ମଣ ପବିତ୍ର ରହେ, ବିଳାସ କାମନା କରେ ନାହିଁ, ତେବେ ଭଗବାନ ତାକୁ ଦିବ୍ୟ ଆନନ୍ଦ ପ୍ରଦାନ କରନ୍ତି। ପତିବ୍ରତା ସ୍ତ୍ରୀମାନଙ୍କର ଧର୍ମ ହେଉଛି ସ୍ୱାମୀ ଭୋଜନ କରିବା ପର୍ଯ୍ୟନ୍ତ ସେମାନେ ଭୋଜନ କରନ୍ତି ନାହିଁ। ଶାଣ୍ଡିଲ୍ୟ ଓ ପୂର୍ଣ୍ଣିମା ଅତି ପବିତ୍ର ଥିଲେ। ପତି ଫଳାହାର କରୁଥିଲେ, ତେଣୁ ପୂର୍ଣ୍ଣିମା ବି ଫଳାହାର କରୁଥିଲେ। ସେମାନଙ୍କର ଏକମାତ୍ର ପୁତ୍ର ମଧୁମଙ୍ଗଳ ଯଶୋଦାଙ୍କ ଘରେ ଭୋଜନ କରୁଥିଲେ, ତେଣୁ ପୂର୍ଣ୍ଣିମାକୁ ଆଦୌ ରୋଷେଇ କରିବାକୁ ପଡ଼ୁନଥିଲା। କିନ୍ତୁ ଆଜି ଭଗବାନ କୃଷ୍ଣ ଯେତେବେଳେ ସାଥୀମାନଙ୍କ ସହିତ ଖାଉଛନ୍ତି, କଥା ଛଳରେ ଥଟା ଛଳରେ, କହ୍ନେଇ ଆଜି ଋଷିପୁତ୍ର ମଧୁମଙ୍ଗଳକୁ କହିଲେ, ହେ ମଧୁମଙ୍ଗଳ, ତୁ ତ ଆମ ଘରେ ସବୁଦିନେ ଖାଉଛୁ, ହେଲେ ତୁମ ଘରର ଖାଦ୍ୟ ଆମକୁ ଆଜି ଖୋଇଲେ ଆମେ ଟିକେ ଖୁସି ହୁଅନ୍ତୁ। ମଧୁମଙ୍ଗଳ ଏକଥା ଶୁଣିଗଲା। କହ୍ନେଇଠାରୁ ଏକଥା ଶୁଣିଲେ ଆନନ୍ଦରେ ସୀମା ରହିଲା ନାହିଁ। ଆନନ୍ଦ ହୋଇଗଲା ଯେ ଭଗବାନଙ୍କର ଆଶୀର୍ବାଦ ଆସେ। ଭଗବାନ ଯେତେବେଳେ ହୃଦୟରେ ବିରାଜମାନ କରନ୍ତି, ସେତେବେଳେ ସର୍ବାନନ୍ଦ ମିଳିଯାଏ ଶରୀରକୁ। ନା ଦୁଃଖ ଥାଏ, ନା ଶୋକ ଥାଏ, ନା ସନ୍ତାପ ଥାଏ, ନା ଅନୁଶୋଚନା ଥାଏ। ତେଣୁ ଭଗବାନଙ୍କର ଯେତେବେଳେ ଆଶୀର୍ବାଦ ହୋଇଯାଏ, ସେତେବେଳେ ଜୀବ ସୁଖୀ ହୋଇଯାଏ। ଆଜି ସେହିପରି ଭାବରେ ଭଗବାନ କୃଷ୍ଣଙ୍କର ଆଶୀର୍ବାଦ ବର୍ଷିଛି ମଧୁମଙ୍ଗଳ ଉପରେ। ଆଉ ମଧୁମଙ୍ଗଳର ଘରେ ତିଆରି ହୋଇଥିବା ଖାଦ୍ୟ ଖାଇବା ପାଇଁ ଆଜି ଆଗ୍ରହ କରିଛନ୍ତି ଭଗବାନ କୃଷ୍ଣ। କାହିଁକି ନା ପତି ପତ୍ନୀ ତ ସବୁଦିନେ ପ୍ରଭୁଙ୍କ ସେବାରେ ରହିଲେ, ପ୍ରଭୁଙ୍କ ଚିନ୍ତନରେ ରହିଲେ, ଏପଟେ ମଧୁମଙ୍ଗଳ ବି ଭଗବାନଙ୍କ ପାଖରେ ରହିଲେ। ତେଣୁ ଏହି ପରିବେଶରେ ସମସ୍ତେ ଭଗବାନଙ୍କର ଅତି ଆପଣାର ହୋଇଯାଇଛନ୍ତି। ଆଉ ସେଇଥିପାଇଁ ଭଗବାନ କୃଷ୍ଣ ଆଜି ମଧୁମଙ୍ଗଳ ଘରେ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଯେତେବେଳେ ଏ କଥା ଶୁଣିଲେ ମଧୁମଙ୍ଗଳ ମହା ଆନନ୍ଦର ସହିତ, ଖୁସି ସହିତ, ଖୁସି ବ୍ୟକ୍ତ କରିପାରି ଦୌଡ଼ିଲେ ନିଜ ମାଙ୍କ ପାଖକୁ। ଆଉ ଦୌଡ଼ି ଦୌଡ଼ି ଯାଇ ମାଙ୍କୁ କହିଲେ, ମା, ଆଜି କହ୍ନେଇ ଆମ ଘରର ଖାଦ୍ୟ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି, କ'ଣ କିଛି ଅଛି ଦବ? ସେଦିନ ଶାଣ୍ଡିଲ୍ୟ ମୁନି ଆଉ ପୂର୍ଣ୍ଣିମା ଅତି ଆନନ୍ଦ ହୋଇଗଲେ। ଜୀବନରେ ଆବଶ୍ୟକତା କମିବା ବଢ଼ିବା ସହିତ ପାପ ପୁଣ୍ୟ ମଧ୍ୟ କମୁଥାଏ ଓ ବଢ଼ୁଥାଏ। ଆଜି ଏ କଥା ଦେଖି ଆନନ୍ଦରେ ବିଭୋର ହୋଇଯାଇଛନ୍ତି ଶାଣ୍ଡିଲ୍ୟ ମୁନି ଆଉ ପୂର୍ଣ୍ଣିମା ଦେବୀ। ଶାଣ୍ଡିଲ୍ୟ ମୁନି ଆଉ ପୂର୍ଣ୍ଣିମା ଥିଲେ ଅତି ପବିତ୍ର। ତେଣୁ ପୂର୍ଣ୍ଣିମା ତାଙ୍କ ଘରେ କିଛି ରଖିନଥିଲେ। ତେବେ ବି ସେ କ'ଣ କରିବେ ଚିନ୍ତା କଲେନି, କାରଣ ପ୍ରତ୍ୟେକ ଦିନ ସ୍ୱାମୀଙ୍କର ପଥକୁ ଅନୁଗମନ କରୁଥିଲେ ପୂର୍ଣ୍ଣିମା ଦେବୀ। ସ୍ୱାମୀଙ୍କର ସମସ୍ତ ନିତ୍ୟକର୍ମ, ସେବା, ସ୍ୱାଧ୍ୟାୟ, ଗାୟତ୍ରୀ ମନ୍ତ୍ର ଜପ ତପ ସରୁ ସରୁ ସନ୍ଧ୍ୟା ହୋଇଯାଏ। ଆଉ ସ୍ୱାମୀ ନ ଖାଇବା ପର୍ଯ୍ୟନ୍ତ ପୂର୍ଣ୍ଣିମା ଦେବୀ ଖାଆନ୍ତି ନାହିଁ। ତେଣୁ ରୋଷେଇ କ'ଣ ପାଇଁ କରିବେ, କାହା ପାଇଁ କରିବେ? ସନ୍ଧ୍ୟା ସମୟରେ ଫଳ ଆହାର କରି ଶୋଇଯାନ୍ତି ଉଭୟ ପତି ପତ୍ନୀ। ଆଉ ମଧୁମଙ୍ଗଳ ତ ଯଶୋଦା ମାଙ୍କ ଘରେ ରହି
ଖାଦ୍ୟ ଗ୍ରହଣ କରନ୍ତି। ଆଜି କରିବେ କ'ଣ? ଆଉ ସାଣ୍ଡଲମଣିଙ୍କର ପତ୍ନୀ ପୂର୍ଣ୍ଣିମା କ'ଣ କରିବେ? ଭଗବାନ କୃଷ୍ଣ ଯେତେବେଳେ କହିଛନ୍ତି, ରାଜପୁଅ କହିଛନ୍ତି, ବା ଆନନ୍ଦର କଥା, ଯଦି ଆମ ଘରକୁ କୌଣସି ମନ୍ତ୍ରୀଙ୍କ ପୁଅ କିମ୍ବା ପ୍ରଧାନମନ୍ତ୍ରୀଙ୍କ କେହି ଜଣେ ଆସନ୍ତି ତାହେଲେ ଆମେ କେତେ ଆନନ୍ଦ ହେଇଯିବାନି ସତେ। କିନ୍ତୁ ଇଏ ହେଉଛି ରାଜାଙ୍କର ପୁଅ। ଏକରେ ରାଜାଙ୍କର ପୁଅ, ଦୁଇରେ ପ୍ରଭୁ ନିଜେ ସ୍ୱୟଂ ଭଗବାନ ତାଙ୍କ ଘରେ ଖାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଇଏ ଭକ୍ତ ଭାବରେ ଆନନ୍ଦିତ ହେବେନି ତ ଆଉ ଆନନ୍ଦିତ ହେବେ କେତେବେଳେ? ତେବେ ବି ସେ ଦେଖିଲେ, ବଢ଼ାର ଢାଙ୍କୁଣୀ ଖୋଲି ଦେଖିଲେ କିଛି ଜହ୍ଲା ଦହି ପାଣି ଅଛି। ପୁରୁଣା ହୋଇଥିବ, ଖଟା ହୋଇଯାଇଥିବ ଭାବି କହ୍ନେଇ ପାଖକୁ ତାହା ପଠାଇବା ପାଇଁ ସେ ମନ ହେଲା ନାହିଁ। ତେଣୁ ସେ ଦହି କଡ଼ି ତିଆରି କରିଦେଲେ। ଏହାପରେ ମଧୁମଙ୍ଗଳକୁ କହିଲେ, ବାପରେ, ଆମେ ତ ବ୍ରାହ୍ମଣ ଲୋକ, ଆମ ଘରେ କ'ଣ ଅଛି ଯେ ରାଜକୁମାର କହ୍ନେଇଙ୍କୁ ପସନ୍ଦ ଲାଗିବ? ଏଇ ଦହି କଡ଼ି ନେଇଯା, ଦେଇଦେବୁ। ଭାବର ଠାକୁର ସିଏ, ଭାବ ବିନୋଦିଆ। ଆମ ଗରିବର ଏହି ଛୋଟିଆ ଉପହାରକୁ ଯଦି ଗ୍ରହଣ କରିବେ ତେବେ ଆମେ ଅତ୍ୟଧିକ ଆନନ୍ଦ ହେଇଯିବୁ, ଜୀବନ ଧନ୍ୟ ହେଇଯିବ। ମଣିଷ ଜୀବ ତାହା ପାଇଁ ହିଁ କରୁଛି। କେତେ ରଖୁଛି, କ'ଣ ଆଣି ପ୍ରସାଦ ରୂପେ ପ୍ରଦାନ କରୁଛି ତାହା ପ୍ରଭୁ ଦେଖନ୍ତି ନାହିଁ। ପରମ ବ୍ରହ୍ମ ପରମାତ୍ମା କେବଳ ଦାତାର ଭାବ ହିଁ ଦେଖନ୍ତି। ଦାତା ଭକ୍ତ ମନରେ କି ପ୍ରକାର ଭାବରେ ତାହା ତାଙ୍କୁ ସମର୍ପଣ କରୁଛି ତାହା ହିଁ ଦେଖନ୍ତି। ବସ୍ତୁ ବା ଦ୍ରବ୍ୟକୁ ଯିଏ ଦେଖେ ସେ ହେଉଛି ମଣିଷ ବା ଜୀବ। ଭାବକୁ ଯିଏ ଦେଖେ ସେ ହେଉଛନ୍ତି ଭଗବାନ, ପରମ ବ୍ରହ୍ମ ପରମାତ୍ମା। ସେଦିନ ସୁଦାମା ଖୁଦ ଭଜା ନେଇ ଯାଇଥିଲେ ଅତି ଆପଣାର ପ୍ରଭୁ ସଖାକୁ ଦେବା ପାଇଁ। ଭାବିଥିଲେ ସଖା ତ ଏମିତି ହେଇଥିବେ। ହେଲେ ସଖାଙ୍କ ପାଖରେ ପହଞ୍ଚିବା ଗଲା ପରେ ସୁଦାମା ଦେଖିଲେ ନିଜକୁ ବିଶ୍ୱାସ କରିପାରିଲେ ନାହିଁ। ରାଜେଶ୍ୱର, ଅଖଣ୍ଡ ଭୂମଣ୍ଡଳର ମାଲିକ, ରାଜା ବନିଛନ୍ତି, ରାଜା ଉଆସରେ ରହୁଛନ୍ତି। ପାତ୍ର ମନ୍ତ୍ରୀ ଚାକର ବାକର ସମସ୍ତେ ଖଟୁଛନ୍ତି, ଅଷ୍ଟପାଷ୍ଟ ବଂଶୀ ଖଟୁଛନ୍ତି ତାଙ୍କ ପାଦ ତଳେ। ଅନେକ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ତାଙ୍କ ପାଖରେ ବଢ଼ା ହେଉଛି। ମନେ ହିଁ କରୁଛନ୍ତି ମହାପ୍ରଭୁ। ଭଗବାନଙ୍କୁ ଦର୍ଶନ କରି ସୁଦାମା ଅତି କୃତ୍ୟକୃତ ହେଇଗଲେ। ହେଲେ ପାଖରେ ନେଇଥିବା ଖୁଦ ଭଜାକୁ ଦେବା ପାଇଁ କେବେ ସନ୍ତର୍ପଣ ହେଲେ, ଦେବାକୁ ଇଚ୍ଛା କଲେ ନାହିଁ। କାରଣ ଏ ଗରିବର ଖାଦ୍ୟ। ଯେ 60 ପଉଟି ବ୍ୟଞ୍ଜନ ଗ୍ରହଣ କରୁଛନ୍ତି, ଏ ଗରିବର ଖୁଦ ଭଜାକୁ କ'ଣ ସେ ଗ୍ରହଣ କରିବେ? କିନ୍ତୁ ଭାବ ବିନୋଦିଆ ଠାକୁର ଦ୍ରବ୍ୟକୁ ଦେଖନ୍ତି ନାହିଁ, ଦେଖନ୍ତି ଭାବକୁ। ଏ ସୁଦାମା ଆଉ ସୁଶୀଳାଙ୍କର ଏ ଭାବ ପ୍ରବଣତାର ପ୍ରତୀକ, ଏ ପ୍ରେମର ପ୍ରତୀକ, ଭଲ ପାଇବାର ପ୍ରତୀକ। ଅନ୍ତର୍ଯ୍ୟାମୀ ମହାପୁରୁଷ ଜାଣିନେଲେ ସୁଦାମା ଆଉ ସୁଶୀଳା ମୋ ପାଇଁ କ'ଣ ଆଣିଛନ୍ତି ବୋଲି। ସୁଶୀଳା କ'ଣ ପଠେଇଛନ୍ତି ସୁଦାମାଙ୍କ ହାତରେ? ସେ ପ୍ରେମର ଭରା, ସେ ଆନନ୍ଦର ଭରା, ସେ ଆନ୍ତରିକତାକୁ ପ୍ରେମ ପାଇଁ ଭଗବାନ କୃଷ୍ଣ ସୁଦାମାଠାରୁ ଛଡ଼େଇକି ସେ ଖୁଦ ଭଜାକୁ ଖାଇଦେଲେ। ଏ ହେଉଛି ଭାବ ଭଗବାନଙ୍କର। ତେଣୁ ଭଗବାନଙ୍କୁ ସର୍ବଦା ସର୍ବୋତ୍ତମ ବସ୍ତୁ ଭୋଗ କରିବା ଉଚିତ। ତାହା ହେଉଛି ଭାବ ଭକ୍ତି, ଭାବ ବିନୋଦିଆ, ଭାବର ଠାକୁର ସିଏ। ଅନନ୍ତ ଭୂମଣ୍ଡଳର ମାଲିକ ଯିଏ, ତାଙ୍କ ପାଇଁ କୋଉ ଦ୍ରବ୍ୟ ବା ଅଛି ବା କ'ଣ ବା ତାଙ୍କ ଭାବ? ମଧୁମଙ୍ଗଳ ଆଜି ଆଗ୍ରହର ସେହି ଚହ୍ଲା ଧରି ଯମୁନା କୂଳକୁ ଦୌଡ଼ିଲେ ଭଗବାନଙ୍କୁ ଦେବା ପାଇଁ। ତାର ପରମ ପ୍ରିୟ ସଖାକୁ ଖାଇବାକୁ ଦେବ। ବଡ଼ ଆନନ୍ଦର କଥା। ସବୁଦିନେ ପରମ ପ୍ରିୟ ସଖାଙ୍କ ଠାରୁ ଖାଉଛି, ହେଲେ ଆଜି ଯେତେବେଳେ ସେ ଋଣ ସୁଝିବା ପାଇଁ ଯାଉଛି, ମଧୁମଙ୍ଗଳ କାକି ସେ ସୁଖ ଅନୁଭବ କରିବ ନାହିଁ କୁହନ୍ତୁ ତ? ଆଉ ଆଗ୍ରହ ଥିଲା ମଧୁମଙ୍ଗଳଙ୍କର ଅପୂର୍ବ। ଅନ୍ୟ ଗୋପ ବାଳକମାନେ ନାନା ପ୍ରକାର ସୁମିଷ୍ଟ ଦ୍ରବ୍ୟ ଆଣିଥିଲେ। ମଧୁମଙ୍ଗଳ ଏହା ଦେଖି ଚହ୍ଲା ପାଣି କହ୍ନେଇଙ୍କ ହାତକୁ ଦେବାକୁ ସଂକୋଚ ଅନୁଭବ କଲେ। ତାକୁ ଖୁବ୍ ଲାଜ ଲାଗିଲା। ଅନ୍ୟଙ୍କ ଆଗରେ ସେ ନିଜକୁ ଅତି ଛୋଟ ମନେ କଲେ। ଆଉ ଭାବିଲେ କହ୍ନେଇ କାଳେ
ଅନ୍ୟ ବାଳକଙ୍କ ଭଳି ମୋତେ ପରିହାସ କରିବେ। କାଳେ କହିବେ, ହଇରେ ଆଉ କିଛି ନଥିଲା ଯେ ଖଟା ପାଣି ମଧ୍ୟ ମୋତେ ଦେଉଛୁ। ଆଉ କହ୍ନେଇ ସମସ୍ତଙ୍କୁ ପରିହାସ କରନ୍ତି, ଥଟ୍ଟା କରନ୍ତି। ଆଉ ଏପରି ଭାବି ଯମୁନା କୂଳରେ ପହଞ୍ଚି ସେ ଚଢ଼ା କହ୍ନେଇକୁ ହାତକୁ ନ ଦେଇ ନିଜେ ପିଇବାରେ ଲାଗିଲେ। କାହିଁକି ନା ଇଏ ଖଟା ଲାଗୁଛି। କାଳେ କହ୍ନେଇ ପିଇଲେ କହ୍ନେଇଙ୍କ ଦେହ ଖରାପ ହେବ। କାଳେ କହ୍ନେଇ ପିଇଲେ କହ୍ନେଇଙ୍କ ପାଟିକୁ ଆମ୍ବିଳା ଲାଗିବ। କହ୍ନେଇ ପିଇଲେ କହ୍ନେଇକୁ ଅରୁଚି ଲାଗିବ। ଯିଏ ସ୍ୱାଦିଷ୍ଟ ବ୍ୟଞ୍ଜନ ନିତ୍ୟ ପ୍ରସାଦ ସେବନ କରୁଛନ୍ତି, ଇଏ ଖଟା ପାଣିକୁ ଖାଇଲେ କହ୍ନେଇ କ'ଣ ଭଲ ଲାଗିବ? ଏ କଥାକୁ ଭାବି ମଧୁମଙ୍ଗଳ କଲେ, ନାଇଁ, ମା ତ ଦେଇଛନ୍ତି ଠିକ୍। ମା ଜାଣୁଛି ଯେ କହ୍ନେଇ ଖାଉଛି, ହେଲେ ମୋ କହ୍ନେଇକୁ ମୁଁ ଆକୁ ଦେବିନି। ମୋ କହ୍ନେଇ ଆକୁ ଖାଇଲେ ତାଙ୍କ ପାଟିକି ଆମ୍ବିଳା ଲାଗିବ, ତାଙ୍କ ଦେହ ଖରାପ ହେବ। ଏ କେତେ ଦିନର ତୋରାଣି ହେଇଥିବ। ନାଇଁ, ଏ କଥାକୁ ଭାବି ମଧୁମଙ୍ଗଳ ସେଗୁଡ଼ା ସବୁ ପିଇବାକୁ ଲାଗିଲେ। ହେଲେ କହ୍ନେଇ ହେଉଛନ୍ତି ସର୍ବଦ୍ରଷ୍ଟା ଅନ୍ତର୍ଯ୍ୟାମୀ। ତାଙ୍କ ଆଖିରେ ପଡ଼ି ଧୂଳି ପକାଇବେ କିଏ, ଲୁଚିଯିବ କିଏ? କହ୍ନେଇ ଏହା ଦେଖିଲେ। ସେ ପାଟି କରି କହିଲେ, ହରେ ମଧୁମଙ୍ଗଳ, ତୋ ମା ମୋ ପାଇଁ ଚଲା ପଠାଇଛନ୍ତି, ତାକୁ ତୁ ପିଇ ଯାଉଛୁ। ଦେଖ। ଏତିକି କହି ଭଗବାନ କୃଷ୍ଣ କହିଲେ, ମୋ ମାଉସୀ ପୂର୍ଣ୍ଣିମା ମାଉସୀ ମୋ ପାଇଁ ଯାହା ପଠେଇଛି ମୋତେ ତୁ ନ ଦେଇ ତୁ ନିଜେ ଖାଇ ଦେଉଛୁ। ଏତିକି କହି ଛଡ଼େଇ ନେଇଗଲେ ମଧୁମଙ୍ଗଳଙ୍କ ଠାରୁ ଭଗବାନ କୃଷ୍ଣ। ହେଲେ ମଧୁମଙ୍ଗଳ ଏକଥା ଶୁଣି ଶୀଘ୍ର ପିଇବାକୁ ଲାଗିଲା, କାଳେ ନେଇଯିବେ ବୋଲି। ଏଥର କହ୍ନେଇ ଚଟ୍ କରି ମଧୁମଙ୍ଗଳ ପାଖକୁ ଡେଇଁ ପଡ଼ି ମାଟି କଚାଡ଼ି ଛଡ଼ାଇ ନେଲେ। କହ୍ନେଇ ଯେତେ ଶୀଘ୍ର ଡେଇଁ ପାରନ୍ତି, ଆଉ କେହି ସେମିତି ଡେଇଁ ପାରନ୍ତି ନାହିଁ। କିନ୍ତୁ ହେଲେ କ'ଣ ହେବ, ବଢ଼ାରେ ଆଉ ଚଲା ନଥିଲା। କହ୍ନେଇ ମଧୁମଙ୍ଗଳ ଓଠରେ ମୁହଁରେ ଚଲା ଲାଗିଥିବାର ଦେଖିଲେ। ଚଲା ତ ଆଉ ନାହିଁ, ସବୁ ମଧୁମଙ୍ଗଳ ପିଇ ଦେଇଛି। ଆଉ ଭଗବାନ କୃଷ୍ଣ ସେ ମଧୁମଙ୍ଗଳର ମୁଣ୍ଡକୁ ଜାବଡ଼ି ଧରି ତା ମୁହଁ ଆଉ ଓଠ ଚାଟିବାରେ ଲାଗିଲେ। କି ଅପୂର୍ବ ସତରେ କହ୍ନେଇଙ୍କର ଲୀଳା। କହ୍ନେଇ ଏପରି ଲୀଳା କରୁଥିବା ସମୟରେ ବ୍ରହ୍ମା ସେଠାରେ ଅଦୃଶ୍ୟ ରୂପରେ ପହଞ୍ଚି ଯାଇଥିଲେ। ଆଉ ଆନନ୍ଦରେ ବିଭୋର ହୋଇଯାଉଥିଲେ। ଇଏ କ'ଣ ସତରେ ଭଗବାନ? ଇଏ କ'ଣ ସତରେ ପରମ ବ୍ରହ୍ମ? ଇଏ କ'ଣ ସତରେ ଠାକୁର? କହ୍ନେଇ ମଧୁମଙ୍ଗଳକୁ କହିଲେ, ମଧୁମଙ୍ଗଳ, ତୋ ବାପା ଜଣେ ପବିତ୍ର ବ୍ରାହ୍ମଣ। ମୁଁ ତ ଓଠ ଚାଟି ଅଇଁଠା ଖାଇଲି। ଏଥର ମୋର ବୁଦ୍ଧି ନିଶ୍ଚୟ ସୁଧୁରିଯିବ। ଭଗବାନ ଏକଥାକୁ କହିଲେ ନାହିଁ ଯେ ଅନ୍ୟମାନେ କହିବା ଆଗରୁ, ଅନ୍ୟମାନେ ଥଟ୍ଟା କରିବା ଆଗରୁ, ଅନ୍ୟମାନେ ପରିହାସ କରିବା ଆଗରୁ, ଅନ୍ୟ ସାଥୀମାନେ କିଛି ଭାବିବା ଆଗରୁ ଭଗବାନ ଆଗରୁ କହିଦେଲେ, ମଧୁମଙ୍ଗଳ, ତୋ ବାପା ଜଣେ ପବିତ୍ର ସନ୍ଥ, ପବିତ୍ର ବ୍ରାହ୍ମଣ। ଆଉ ବ୍ରାହ୍ମଣର ଉଚ୍ଛିଷ୍ଟ ଖାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆଉ ବ୍ରାହ୍ମଣଙ୍କର ଉଚ୍ଛିଷ୍ଟ ଖାଇଲେ ସେ ପବିତ୍ରତା ଆମ ହୃଦୟକୁ ଆସିବ। ଅନ୍ନରେ ହିଁ ପବିତ୍ରତା ଥାଏ, ଅନ୍ନରେ ହିଁ ପାପ ଥାଏ। ସାତ୍ୱିକ ଅନ୍ନ ଗ୍ରହଣ କଲେ ଶରୀର ପବିତ୍ର ହୋଇଯାଏ, ମନ ସୁସ୍ଥ ହୋଇଯାଏ। ଆଉ ରାଜସିକ ତାମସିକ ଖାଦ୍ୟ ଖାଇଲେ ଶରୀରରେ ତାହା ପ୍ରଭାବ ପକାଏ ଏବଂ ଶରୀରରେ ତାହା ପରିପ୍ରକାଶ ଦେଖାଏ। ମନର ପ୍ରଭାବ ହିଁ ସେୟା ହୋଇଥାଏ। ଶ୍ରୀକୃଷ୍ଣ ବାଳକଙ୍କ ସହିତ ବାଳକ ଭଳି, ଭୋଗୀଙ୍କ ସହିତ ଭୋଗୀ ଭଳି, ଯୋଗୀଙ୍କ ସହିତ ଯୋଗୀ ଭଳି, ଆଉ ଜ୍ଞାନୀଙ୍କ ସହିତ ଜ୍ଞାନୀ ଭଳି ବ୍ୟବହାର କରୁଥିଲେ। ବାଳକ ବା ଶିଶୁ ଅବସ୍ଥାରେ ମଣିଷ ବ୍ରହ୍ମଜ୍ଞାନ ବିଷୟ ଭୁଲି ପାରେ ନାହିଁ। ଏଣୁ ସେ ସେମାନଙ୍କର ମନ ଖିଆପିଆରେ କଥା, ଲହୁଣୀ ଚୋରି ଆଦି ଭାବରେ ହରଣ କରୁଥିଲେ। ସେ ବାଳକଙ୍କର ପରମ ପବିତ୍ର ରୂପେ ସେମାନଙ୍କୁ ସହଜରେ ବ୍ରହ୍ମାନନ୍ଦ କରାଉଥିଲେ। ଆଉ ଭୋଜନ ଭଗବାନକୁ ଯିଏ ଭଜନ କରନ୍ତି, ନିତ୍ୟ ନୈମିତ ଭଜନ କରନ୍ତି, ସେ ଭଗବାନଙ୍କୁ ପ୍ରାପ୍ତ ହୁଅନ୍ତି। ଆଜି ପୂର୍ଣ୍ଣିମା ଆଉ ଷାଣ୍ଡିଲ୍ୟ ମୁନି ଯେତେବେଳେ ଦିନ ତମାମ ପ୍ରଭୁଙ୍କର ନାମକୁ ଜପ କରୁଛନ୍ତି, ତପ କରୁଛନ୍ତି, ଏ ଭଜନରେ ପ୍ରିୟ ରହୁଛନ୍ତି ଷାଣ୍ଡିଲ୍ୟ ମୁନି। ଆଉ ତାଙ୍କ ପତିକି ହିଁ ଅନୁସରଣ କରୁଛନ୍ତି, ପତିଦେବ ତାକୁ ଅନୁସରଣ କରୁଛନ୍ତି।
ଏ ଭଜନ କରୁଛନ୍ତି, ଏ ଭୋଜନ କରିବା ପାଇଁ ତାଙ୍କ ପାଖେ ସମୟ ନାହିଁ। ଏ ଭଜନ ସମୟରେ ଭୋଜନ ହୁଏ ନାହିଁ, ଏ ଭୋଜନ ସମୟରେ ଭଜନ ହୁଏ ନାହିଁ। ଏ ଭଜନରେ ସବୁଦିନ ରତ ରହିଲେ ଭୋଜନ କଥା ଭୁଲି ଯାଉଥିଲେ, ଯେଉଁଥିପାଇଁ ତାଙ୍କ ଘରେ ରୋଷେଇ ହୁଏ ନାହିଁ। ସନ୍ଧ୍ୟା ସମୟରେ ସାଣ୍ଡଲ୍ୟ ମୁନି ମା ପୂର୍ଣ୍ଣିମା ଦେବୀ ଫଳ ଆହାର କରି ରହୁଛନ୍ତି। ଆଉ ମଧୁମଙ୍ଗଳ ପ୍ରତ୍ୟହ ନିତ୍ୟ ନୈମିତ୍ୟ ମା ଯଶୋଦାଙ୍କର ପ୍ରାର୍ଥନା କ୍ରମେ ସାଣ୍ଡଲ୍ୟ ମୁନିକୁ ଯେଉଁ ପ୍ରାର୍ଥନା କରିଥିଲେ ଯେ ମଧୁମଙ୍ଗଳ ତାଙ୍କ ଘରେ ସବୁଦିନେ ଖାଆନ୍ତୁ ବୋଲି, ମଧୁମଙ୍ଗଳ ତାଙ୍କ ଘରେ ସବୁଦିନେ ଖାଉଥିଲେ। ଆଜି ଭକ୍ତ ଆଉ ଭଗବାନଙ୍କର ସେ ମିଳନ, ଭକ୍ତ ଆଉ ଭଗବାନଙ୍କ ଭିତରେ ସେ ଆଦାନ ପ୍ରଦାନ ସତରେ କେଡ଼େ ଆନନ୍ଦମୟ, କେତେ ଖୁସିର କଥା। ତେଣୁ ଯେ ଆମେ ଭଜନ କରିବା ଏବଂ ଭଜନକୁ ଛାଡ଼ିବାକୁ ପଡ଼ିବ। ଆଉ ଯଦି ଭୋଜନ କରିବା ତାହେଲେ ଭଜନ କରିବା କେମିତି? ତେବେ ଆସନ୍ତୁ ଆମେ ଭଜନ ସମୟରେ ଭଜନ କରିବା ଆଉ ଭୋଜନ ସମୟରେ ଭୋଜନ କରିବା। ଏକତ୍ରିତ ଭାବରେ ଭଜନ ଆଉ ଭୋଜନ ହୋଇପାରେ ନାହିଁ। ତେବେ ଆସନ୍ତୁ ମଧୁମଙ୍ଗଳଙ୍କର ସେହି ଅପୂର୍ବ ଭକ୍ତିଭାବ ଭରା ଆଉ ପିତାମାତାଙ୍କର ସାଣ୍ଡଲ୍ୟ ମୁନି ଆଉ ପୂର୍ଣ୍ଣିମା ଦେବୀଙ୍କର ଯେଉଁ ପବିତ୍ର ଭରା ପ୍ରେମ ଭରା ଆନନ୍ଦରେ ଭଗବାନ ସେଇ ଦହି ଖଟା ପାଣି ପୁରୁଣା ତୋରାଣୀର ବାସ୍ନାକୁ ପାଇ ନଥାନ୍ତି, ବରଂ ଏ ଚାଟିକି ଖାଇଦେଲେ ତାଙ୍କ ମୁହଁରୁ। ସତରେ ଭଗବାନ ବଡ଼ ଅଇଁଠା ପ୍ରିୟ। ସେଦିନ ସବରୀ ମହାରାଣୀ କୋଳିକି ଚାଖୁଥିଲେ, ଖଟା ମିଠା କୋଳି ଚାଖିକି ଦଉଥିଲେ ଭଗବାନ ଆନନ୍ଦରେ, ରାମ ଅବତାରରେ ଆନନ୍ଦରେ ଖାଉଥିଲେ। ଏ ହେଉଛି ଭଗବାନଙ୍କର କଥା। ଆଉ ସେଦିନ ଭଗବାନ ଶଙ୍କର ଦେଖୁଛନ୍ତି ନାରଦ ମୁନି ମହା ଆନନ୍ଦରେ ଫେରୁଛନ୍ତି ବୈକୁଣ୍ଠ ଭୁବନରୁ। ଆଉ ଭଗବାନ ଶଙ୍କର ପଚାରିଲେ, ନାରଦ ତୁମେ ଏତେ ଉତ୍ଫୁଲ୍ଲିତ, ଏତେ ଆନନ୍ଦିତ କାହିଁକି? ନାରଦ କହିଲେ, ମୁଁ ଆଜି ଯାଇଥିଲି ବୈକୁଣ୍ଠପୁରକୁ। ଭଗବାନ ଶଙ୍କର କହିଲେ, ଏମିତିରେ ତ ତୁମେ ସବୁଦିନ ବୈକୁଣ୍ଠପୁର ଯାଅ, ଆଜି ଏମିତି ନୂଆ କ'ଣ ରହିଲା? ନାରଦ କହିଲେ, ନାଇଁ ମୁଁ ଭଗବାନଙ୍କ ପାଖକୁ ଯାଇଥିଲି ଯେ ଆଜି ଅପୂର୍ବ ସୁଯୋଗ, ଭଗବାନ ମନ ହିଁ କରି ଉଠୁଥିଲେ, ମୁଁ ପହଞ୍ଚିଗଲି, ଯେତିକି ବଳିଲା ପ୍ରଭୁ ମୋତେ ସେତିକି ପ୍ରସାଦ ଦେଇଦେଲେ, ଆଉ ସେ ପ୍ରସାଦକୁ ମୁଁ ପାନ କରିଦେଲି। ଭଗବାନ ଶଙ୍କର କହିଲେ, କାହିଁ ମୋ ପାଇଁ ତ ନାହିଁ, ମୋତେ ଟିକେ ଦିଅ। ନାରଦ କହିଲେ, ଆଉ କ'ଣ ଅଛି? ମୋତେ ଯେତିକି ଦେଇଥିଲେ ମୁଁ ସବୁ ସେତିକି ଖାଇଦେଇଛି। ଭଗବାନ ଶଙ୍କର କହିଲେ, ତୁମେ କେଉଁ ହାତରେ ଖାଇଲ? ବାମ ହାତରେ ନା ଡାହାଣ ହାତରେ? ନା ମୁଁ ଡାହାଣ ହାତରେ ଖାଇଲି। ନା ଦେଖି ଆଉ କ'ଣ ଅଛି? ଯେତିକି ଲାଗିଥିଲା ସେଇ ହାତକୁ ଚାଟିବା ପାଇଁ ଭଗବାନ ଶଙ୍କର ଆରମ୍ଭ କରିଦେଲେ। ଆଉ ଭଗବାନ ଶଙ୍କର ସେଇ ପ୍ରସାଦକୁ ଚାଟୁ 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 ଏମିତି ସମାଧିସ୍ଥ ହୋଇଗଲେ ଯେ କେତେ କଳ୍ପ ବିତିଗଲା ଭଗବାନ ଶଙ୍କର ସେମିତି ଛିଡ଼ା ହେଇଛନ୍ତି, ନାରଦଙ୍କ ହାତକୁ ଚାଟୁଛନ୍ତି ମହାପ୍ରସାଦ ପ୍ରାପ୍ତ ହେବା ପାଇଁ। ଏ ହେଉଛି ଭଗବାନଙ୍କର ଦିବ୍ୟନତା ଭକ୍ତମାନଙ୍କ ପ୍ରତି। ଭଗବାନ ସୁଦାମାଙ୍କ ଠାରୁ ପ୍ରେମ ସ୍ୱରୂପ ଖୁଦ ଭଜାକୁ ଖାଇପାରନ୍ତି, ମଧୁମଙ୍ଗଳଙ୍କ ଠାରୁ ସେଇ ଦହି ପାଣି ବା ତୋରାଣୀର ପୁରୁଣା ତୋରାଣୀ ପାଣି ଖଟା ପାଣିକୁ ମଧ୍ୟ ନ ପାଇ ମୋ ଭକ୍ତ ମୁଖରୁ ଚାଟିକି ଖାଇପାରନ୍ତି। ଆଉ ସବରୀ ମହାରାଣୀଙ୍କ ବାଛି ବାଛି କୋଳି ଦେବା ଖଟା ମିଠା କୋଳିକୁ ମଧ୍ୟ ଭଗବାନ ଖାଇପାରନ୍ତି। ସତରେ ଭଗବାନ ହେଉଛନ୍ତି ମନର ଦେବତା, ଭଗବାନ ହେଉଛନ୍ତି ଭାବର ଦେବତା। ତେଣୁ ଯେପରି ଭାବରେ ଭଗବାନଙ୍କୁ ଯେମିତି ଭାବ ଦେଖାଇବ ଭଗବାନ ସେମିତି ତୁମକୁ ପ୍ରାପ୍ତ ହେବେ। ଭଗବାନ ଐଶ୍ୱର୍ଯ୍ୟରେ ନଥାନ୍ତି, ଭଗବାନ ଧନ ସମ୍ପତ୍ତିରେ ନଥାନ୍ତି। ଆଜିକାଲି ଆମେ କହୁଛେ ଆମେ ଭଗବାନଙ୍କ ପାଖରେ 108 ନଡ଼ିଆ ବାଡ଼ଉଛୁ। ଆଜି କିଏ ରୂପା ଦାନ କରୁଛି, କିଏ ଚାନ୍ଦି ଦାନ କରୁଛି, କିଏ ଟଙ୍କା ପଇସା ଦାନ କରୁଛି। ଏସବୁ ମୂର୍ଖାମି। ଦାନ ତ କର, ନିଜ ମନକୁ ଦାନ କର, ଦାନ ତ କର ନିଜ ଭାବକୁ ଦାନ କର, ନା ଦାନ ତ କର ନିଜ ଭକ୍ତି ଭାବକୁ ଦାନ କର ପ୍ରଭୁଙ୍କୁ। ଭକ୍ତି ସେତିକି ହିଁ ପ୍ରଭୁ ସନ୍ତୁଷ୍ଟ ହୋଇଯିବେ। ଏ ସୁନା ଚାନ୍ଦି ଅଳଙ୍କାର ଦ୍ରବ୍ୟ ଭଗବାନଙ୍କର ଆବଶ୍ୟକତା ନାହିଁ, କାରଣ ସବୁ ତ ଭଗବାନଙ୍କର। ତୁମେ ଦବ ତାକୁ କାହାକୁ କ'ଣ? ପ୍ରଭୁ ଏତିକି ଚାହାନ୍ତି ଯେ ମନର ଭାବ, ତୁମେ କେତେ ଭଗବାନଙ୍କୁ ଡାକୁଛ, କେତେ ଭଗବାନଙ୍କୁ ପ୍ରେମ କରୁଛ, ତୁମେ କେତେ ଭଗବାନଙ୍କୁ ଆନ୍ତରିକତା ସହିତ ଭଗବାନଙ୍କୁ ଡାକୁଛ, କେତେ ଜପ କରୁଛ, କେତେ ମନେ ପକାଉଛ। ଭଗବାନ ଏତିକି ଚାହାନ୍ତି। ଭଗବାନ ଦ୍ରବ୍ୟ ଚାହାନ୍ତିନି, ସୁନା ଚାହାନ୍ତିନି, ରତ୍ନ ଚାହାନ୍ତିନି, ଆଭୂଷଣ ଚାହାନ୍ତିନି।
ତେଣୁ ଯେଉଁମାନେ ଦେଉଛ ଦୟାକରି ସଚେତନ ହେଇଯାଅ। ପ୍ରଭୁ ସେଗୁଡ଼ାକ ଆବଶ୍ୟକ କରନ୍ତିନି। ପ୍ରଭୁ ଆବଶ୍ୟକ କରନ୍ତି ମନର ଭାବକୁ, ପ୍ରେମର ଭାବକୁ। ଭଜନ କେମିତି କରୁଛ? ତେବେ ଆସନ୍ତୁ ଆଜିର ବାଣୀକୁ ବିଶ୍ରାମ ଦେବା। ପୁଣି ଆସନ୍ତା ଅଧ୍ୟାୟରେ ଆପଣଙ୍କ ସହିତ ସାକ୍ଷାତ ହେବ। ଯଦି ଆପଣମାନଙ୍କୁ ଏ କଥା ଭଲ ଲାଗିଥାଏ ତେବେ ନିଶ୍ଚିତ ଭାବରେ ଆପଣମାନେ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ତ ଆସନ୍ତୁ ଆଜିର ବାଣୀକୁ ବିଶ୍ରାମ ଦେବା ପୂର୍ବରୁ ପ୍ରଭୁଙ୍କର ଟିକେ ନାମ ନେବା ଏବଂ ଆଜିର ବାଣୀକୁ ବିଶ୍ରାମ ଦେବା। ସର୍ବେ ବୋଲନ୍ତୁ ହରି ହରି, ହରି କରିବେ ଭବ ପାରି। बोलिए भागवत भगवान की। सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु, मा कश्चित् दुःखं भवेत्। ओम शान्तिः, ओम शान्तिः, ओम शान्तिः।